ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ପ୍ରଶାସନିକ ରାଜ୍ୟ। ଏହାର ଦକ୍ଷିଣରେ ଆନ୍ଧ୍ରପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଏବଂ ପୂର୍ବରେ ବଙ୍ଗୋପସାଗର ରହିଛି। ଆଜି ଜାଣିବା ଆମ ରାଜ୍ୟ ଓଡ଼ିଶାର ଇତିହାସ ସମ୍ପର୍କରେ। ଆମ ରାଜ୍ୟ ଓଡ଼ିଶା କିପରି ଗଠନ ହେଲା, ଏହାକୁ ଗଠନ କରିବା ପଛରେ କାହାର ଭୂମିକା ଥିଲା, ଓଡ଼ିଶା ଗଠନ ହେବା ପୂର୍ବରୁ ଏହି ସ୍ଥାନକୁ କେଉଁମାନେ ଶାସନ କରୁଥିଲେ। ଓଡ଼ିଶା ଭାରତର ଅନ୍ୟତମ ରାଜ୍ୟ ଓ ଭିନ୍ନ ଭିନ୍ନ ସମୟରେ ଏହି ଅଞ୍ଚଳ ଓ ଏହାର ପ୍ରାନ୍ତ ସବୁ ଭିନ୍ନ ଭିନ୍ନ ନାମରେ ମଧ୍ୟ ଜଣାଥିଲା। ଏହାର ସୀମାରେଖା ମଧ୍ୟ ଅନେକ ସମୟରେ ପରିବର୍ତ୍ତିତ ହୋଇଛି। ପୂର୍ବରୁ ଏହାକୁ କଳିଙ୍ଗ ରୂପରେ ଜଣାଯାଉଥିଲା। ଓଡ଼ିଶାର ମାନବ ଇତିହାସ ପୁରାତନ ପ୍ରସ୍ତର ଯୁଗରୁ ଆରମ୍ଭ ହୋଇଥିବାର ପ୍ରମାଣ ମିଳେ। ଏଠାରେ ଅନେକ ସ୍ଥାନରୁ ଏହି ଯୁଗର ହାତ ହତିଆର ମଧ୍ୟ ମିଳିଛି। ମାତ୍ର ପରବର୍ତ୍ତୀ ସମୟ, ବିଶେଷ କରି ପ୍ରାଚୀନ ଯୁଗ ସମୟର ଘଟଣାବଳୀ ରହସ୍ୟମୟ ହୋଇ ରହିଛି। କେବଳ ମହାଭାରତ, କେତେକ ପୁରାଣ ଓ ମହାଗୋବିନ୍ଦ ସୂତ ପ୍ରଭୃତି ଗ୍ରନ୍ଥମାନଙ୍କରେ ଏହାର ଉଲ୍ଲେଖ ଦେଖିବାକୁ ମିଳେ। ଖ୍ରୀଷ୍ଟପୂର୍ବ 261ରେ ମୌର୍ଯ୍ୟ ବଂଶର ସମ୍ରାଟ ଅଶୋକ ଭୁବନେଶ୍ୱର ନିକଟସ୍ଥ ଦୟାନଦୀ କୂଳରେ ଭୟଙ୍କର କଳିଙ୍ଗ ଯୁଦ୍ଧରେ ସେପର୍ଯ୍ୟନ୍ତ ଅପରାଜିତ ଥିବା କଳିଙ୍ଗକୁ ଦଖଲ କରିଥିଲେ। ଏହି ଯୁଦ୍ଧର ଭୟାବହତା ତାଙ୍କୁ ଏତେ ପରିମାଣରେ ପ୍ରଭାବିତ କରିଥିଲା ଯେ ସେ ଯୁଦ୍ଧ ତ୍ୟାଗ କରି ଅହିଂସାର ପଥିକ ହୋଇଥିଲେ। ଏହି ଘଟଣା ପରେ ସେ ଭାରତ ବାହାରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ। ଚଣ୍ଡାଶୋକରୁ ଧର୍ମାଶୋକ ପାଲଟିଲେ। ପ୍ରାଚୀନ ଓଡ଼ିଶାର ଦକ୍ଷିଣ ପୂର୍ବ ଏସିଆର ଦେଶମାନଙ୍କ ସହିତ ନୌବାଣିଜ୍ୟ ସମ୍ପର୍କ ଭଲ ଥିଲା। ସିଂହଳର ପ୍ରାଚୀନ ଗ୍ରନ୍ଥ ମହାବଂଶରୁ ଜଣାଯାଏ ଯେ ସେଠାରେ ପୁରାତନ ଅଧିବାସୀ ପ୍ରାଚୀନ କଳିଙ୍ଗରୁ ଯାଇଥିଲେ। ଦୀର୍ଘ ବର୍ଷ ଧରି ସ୍ୱାଧୀନ ରହିବା ପରେ ଖ୍ରୀଷ୍ଟାବ୍ଦ 1568ରେ ଏହି ଅଞ୍ଚଳ ବଙ୍ଗଳାର ସେନାପତି କଳାପାହାଡ଼ ଦ୍ୱାରା ଅଧିକୃତ ହୋଇଥିଲା। ଖ୍ରୀଷ୍ଟାବ୍ଦ 1751ରେ ଏହି ଅଞ୍ଚଳ ମରାଠାମାନଙ୍କ ଅଧୀନକୁ ମଧ୍ୟ ଆସିଲା। ପରେ 1803 ମସିହାରେ ଇଂରେଜମାନେ ଏହି ଅଞ୍ଚଳକୁ ନିଜ ଅଧୀନକୁ ନେଇଥିଲେ। ଏ ସମୟକୁ ଓଡ଼ିଶାର ସ୍ୱାଧୀନ ସତ୍ତା ସୁଦ୍ଧା ବି ନଥିଲା ଓ ଏହା ଅନେକ ଗୁଡ଼ିଏ ଅଂଶରେ ବିଭାଜିତ ହୋଇଯାଇଥିଲା। 1936 ମସିହାରେ ବିଚ୍ଛିନ୍ନ ଅଞ୍ଚଳଗୁଡ଼ିକ ଏକତ୍ର କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଗଲା। ଭାଷାକୁ ନେଇ ଗଠିତ ହେଲା ଆମ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା। ସଂକ୍ଷେପରେ କହିବାକୁ ଗଲେ ବୈଦିକ ଓଡ଼ିଶା ଅନୁସାରେ କୃଷ୍ଣ ଯଜୁର୍ବେଦ ବୈଧାୟନ କଳ୍ପସୂତ୍ର କହେ ଯେ ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଏକ ଭିନ୍ନ ସଭ୍ୟତା। ପୌରାଣିକ ଦୃଷ୍ଟିକୋଣରୁ ଓଡ଼ିଶା ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଏ। ମହାଭାରତ କୁହେ ଯେ କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା। କିମ୍ବଦନ୍ତୀରେ ଓଡ଼ିଶା ଅନେକ ନିଜର ଛାପ ସୃଷ୍ଟି କରିଛି। ଓଡ଼ିଶାରେ ପ୍ରଚଳିତ ଲୋକକଥା ଅନୁସାରେ ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା। ସିଂହଳ, ଯେଉଁଟାକି ଏବେ ଶ୍ରୀଲଙ୍କା, ଜାଭା, ସୁମାତ୍ରା, ବାଲି, ବ୍ରହ୍ମଦେଶ ବା ମିଆଁମାର, ସାମ ବା ଥାଇଲାଣ୍ଡ, କାମ୍ବୋଡିଆ, ଅନାମ ବା ଭିଏତନାମ, ଚୀନ, ଜବନ ବା ଜାପାନ, କୁକୁଟ ବା କୋରିଆ, ମକ୍ସିକ ବା ମେକ୍ସିକୋ, ମିଶର ବା ଇଜିପ୍ଟ, ସିମିଳି ବା ଆରବ, ବାବିଲନ ବା ଇରାକ ପ୍ରଭୃତି ସ୍ଥାନରେ କଳିଙ୍ଗର ନିର୍ମାଣ, କଳା ଓ ବାଣିଜ୍ୟ ସଂସ୍କୃତି ଇତିହାସର ଚିହ୍ନ ଏବେ ବି ଆପଣ ଦେଖିବାକୁ ପାଇବେ। ଖ୍ରୀଷ୍ଟପୂର୍ବ 360ରୁ 260 ମଧ୍ୟରେ ନନ୍ଦ ସାମ୍ରାଜ୍ୟରେ ଓଡ଼ିଶାର ଏକ ବଡ଼ ଭାଗ ଅନ୍ତର୍ଭୁକ୍ତ ଥିଲା। ଖ୍ରୀଷ୍ଟପୂର୍ବ 261ରେ ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଦ୍ଧ ହୋଇଥିଲା। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଚେଦି ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ୱ କଳିଙ୍ଗର ପରିସୀମା ଆଗଙ୍ଗା କାବେରୀ ତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ କରିଥିଲା। ଏହା ସହ ଜୈନ ଧର୍ମର ପ୍ରଚାର ପ୍ରସାର ମଧ୍ୟ କରିଥିଲା। ତୃତୀୟ ଷଷ୍ଠ ଶତାବ୍ଦୀ ବେଳକୁ ଗୁପ୍ତ ରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ, ମାଠର, ଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କର ଶାସନ ଚାଲିଥିଲା। 795 ଖ୍ରୀଷ୍ଟାବ୍ଦରେ କେଶରୀ ରାଜବଂଶ, ଯିଏକି ଯଯାତି କେଶରୀ, କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କରିଥିଲେ ଆଉ ଯାଜପୁରରେ ରାଜଧାନୀ ସ୍ଥାପନ କରିଥିଲେ। 1078ରୁ 1434 ଖ୍ରୀଷ୍ଟାବ୍ଦ ମଧ୍ୟରେ ଗଙ୍ଗବଂଶର ଅନନ୍ତ ବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ଆରମ୍ଭ ହୋଇଥିଲା। 1078ରୁ 1150 ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗ ଦେବଙ୍କ ରାଜୁତି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ନବୀକରଣ ପ୍ରାରମ୍ଭ ହୋଇଥିଲା। ଏହା ସହ କଟକ ନୂଆ ରାଜଧାନୀ ରୂପେ ଉଭାନ ହୋଇଥିଲା। 1170ରୁ 1198 ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ଅନଙ୍ଗ ଭୀମଦେବ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ସମାପ୍ତ କରିଥିଲେ। 1229 ଖ୍ରୀଷ୍ଟାବ୍ଦରେ ତୃତୀୟ ଅନଙ୍ଗ ଭୀମଦେବଙ୍କ ଦ୍ୱାରା ବାରବାଟୀ ଦୁର୍ଗ ନିର୍ମିତ ହୋଇଥିଲା।
1238 रु 1264 ख्रीष्टाब्दरे लांगुला नरसिंहदेव कोणार्क सूर्य मंदिर निर्माण करैथिले। 1435 रु 1541 ख्रीष्टाब्दरे गजपति राजवंश आगंगा गोदावरी साम्राज्य प्रतिष्ठा करथिले। 1435 रु 1466 ख्रीष्टाब्दरे नवकोटी कर्णाट उत्कल बर्गेश्वर कपिलेन्द्र देव शासनभार चलाइथिले। 1497 रु 1541 ख्रीष्टाब्दरे राजा पुरुषोत्तम देव और तांको परे प्रतापरुद्र देव शासन करुथिले। 1568 ख्रीष्टाब्दरे ओडिशार शेष स्वाधीन हिंदू शासक मुकुंद देव परास्त हेले। बंगर मुस्लिम शासक सुलेमान कराणी तथा तांको सेनापति कला पहाड़ द्वारा ओडिशा अधिकृत होइथिला। 1576 ख्रीष्टाब्दरे मोगल माने ओडिशा को अधिकार करथिले। एहा परे 1751 रे मरहटा मानकर ओडिशा अधिकार होइथिला। 1803 ख्रीष्टाब्द 14 अक्टोबर रे ब्रिटिश माने ओडिशा को अधिकार करथिले। आउ आम राज्य ओडिशा हेउछि ब्रिटिश अधिकृत शेष भारतीय राज्य। एहा परे 1912 ख्रीष्टाब्दरे बिहार ओडिशा बंगरु अलगा प्रांत भाबे गठित हेला एवं 1936 ख्रीष्टाब्दरे स्वतंत्र ओडिशा प्रांत गठित हेला। भाषा भित्तिरे गठित हेला भारतर प्रथम राज्य। 1946 ख्रीष्टाब्दरे ओडिशा स्वायत्त शासन सुविधा हासिल करिथिला। 1947 ख्रीष्टाब्दरे स्वाधीन भारतर एक राज्य भाबे ओडिशा मान्यता प्राप्त कला। 1948 मसीहा एप्रिल मास 13 तारिख रे भुवनेश्वर नूतन राजधानी रूपे जणागला। जिला गठन को जदि आमे देखिबा तेबे 1936 मसीहा एप्रिल पहला दिन 6टी जिला कटक, पुरी, बालेश्वर, गंजाम, कोरापुट और संबलपुर को नहीं 32,695 वर्ग माइल और 80,43,681 जनसंख्या को नहीं नूतन ओडिशा प्रदेश गठित होइथिला। 1948 मसीहा जानुआरी पहला तारिख रे 23टी गड़जातर माने आठगड़, आठमल्लिक, कलाहांडी, केन्दुझर, खंडपड़ा, गांगपुर, ढेंकानाल, तालचेर, तिगिरिया, दसपल्ला, नरसिंहपुर, नयागड़, नीलगिरी, पाटना, पालहड़ा, बौद्ध, बड़म्बा, बणाई, बामंडा, रणपुर, रेढ़ाखोल, सोनपुर और हिंदोड़ ओडिशा सहित मिश्रण होइथिला। एहा परे मयूरभंज ओडिशा सह मिश्रण हैला। एही गड़जात मिश्रण परे ओडिशार लोकसंख्या पहुंचिला 1,46,45,946 रे और क्षेत्रफल हैला 60,170 वर्ग माइल। 1950 जनवरी 26 तारिख रे ओडिशा रे आउ 7टी जिला जोग हैला। मोट जिला संख्या हैला 13। शेषरे 1993 रे एही 13टी जिला पुनर्गठित होई 30टी जिला हैला। तेबे एबे आपण जानि सारिथिबे आम राज्य ओडिशा गठन हेबा पूर्वरु एहाकू केउ माने शासन करुथिले एवं आम राज्य ओडिशा किभଳି भाबे स्वतंत्र प्रदेश भाबे गठन हैला। ओडिशार इतिहास को नै थिबा आजर एही भिडियोटी जदि आपनकू भलो लागिछि तेबे एहाकू लाइक करंतु एवं खूब मात्रा रे शेयर करंतु। इन्फॉर्मेशन टी आपनकू किभଳି लागिला मते कमेंट रे निहाती जणाइबे। देश दुनिया तथा हम राज्य सह जड़ित एभली अनेक इनफॉर्मेटिव वीडियो जदि आपण देखिबाकू चाहुछंती ताहाले आज ही मो चैनल सह जोड़ी हुंते एवं मो चैनल को सब्सक्राइब करंतु।